209 ରନ୍ର ଟାର୍ଗେଟ୍ ଥିଲା ଏବଂ ଟିମ୍ ଇଣ୍ଡିଆର 2ଟି ୱିକେଟ୍ ମଧ୍ୟ ମାତ୍ର 6 ରନ୍ରେ ପଡ଼ିଯାଇଥିଲା। ତଥାପି ଭାରତୀୟ ଦଳ କେବଳ 15.2 ଓଭରରେ ଚେସ୍ କରିଦେଇଥିଲା, ମ୍ୟାଚ୍ ଜିତିଲା। ଏହା ଟି-20 ଇତିହାସର ଅନ୍ୟତମ ପାଗଳାମୀ ଚେସ୍ ଥିଲା, ଯେଉଁଠାରେ ଇଶାନ କିଶନ 32 ବଲ୍ରେ 76 ରନ୍ କରିଥିଲେ ଏବଂ ସୂର୍ଯ୍ୟକୁମାର ଯାଦବ ନଟ୍ ଆଉଟ୍ 37 ବଲ୍ରେ 82 ରନ୍ କରିଥିଲେ ଏବଂ ଶିବମ ଦୁବେ ନଟ୍ ଆଉଟ୍ 18 ବଲ୍ରେ 36 ରନ୍ କରିଥିଲେ। ତେବେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ଏହା ସବୁଠାରୁ ଦ୍ରୁତ 200+ ଚେସ୍ ଥିଲା ଏବଂ ଟିମ୍ ଇଣ୍ଡିଆର ଦ୍ୱିତୀୟ ସର୍ବୋଚ୍ଚ ଚେସ୍ ମଧ୍ୟ ଥିଲା। ଟିମ୍ ଇଣ୍ଡିଆ ପ୍ରଥମ ଟି-20 ମ୍ୟାଚ୍ ଜିତିବା ପରେ ଦ୍ୱିତୀୟ ଟି-20 ମ୍ୟାଚ୍ ଜିତି ଏହି ସିରିଜରେ 2-0ରେ ଆଗରେ ରହିଛି। ଏବେ ଏଠାରୁ ନ୍ୟୁଜିଲାଣ୍ଡ ପାଇଁ ଏହି ସିରିଜ ଜିତିବା ପ୍ରାୟ ଅସମ୍ଭବ ହୋଇପଡ଼ିଛି, କାରଣ ଟିମ୍ ଇଣ୍ଡିଆକୁ ବାକି 3ଟି ଟି-20 ମ୍ୟାଚ୍ରୁ କେବଳ ଗୋଟିଏ ମ୍ୟାଚ୍ ଜିତିଲେ ହେବ। ଏହି ସିରିଜ ଜିତିବା ପାଇଁ ସେପଟେ ନ୍ୟୁଜିଲାଣ୍ଡକୁ ବାକି 3ଟି ମ୍ୟାଚ୍ ବ୍ୟାକ୍ ଟୁ ବ୍ୟାକ୍ ଜିତିବାକୁ ପଡ଼ିବ, ଯାହା ପ୍ରାୟ ଅସମ୍ଭବ ଦେଖାଯାଉଛି। ତେବେ ଏବେ ଟିମ୍ ଇଣ୍ଡିଆ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ 5ଟି ଟି-20 ମ୍ୟାଚ୍ର ସିରିଜର ତୃତୀୟ ଟି-20 ମ୍ୟାଚ୍ 25 ଜାନୁଆରୀ ରବିବାର ଦିନ ଖେଳାଯିବ ଏବଂ ଏହି ମ୍ୟାଚ୍ ଗୁଆହାଟୀର ବର୍ଷା ପାର୍କ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା 7ଟା ବେଳେ ଆରମ୍ଭ ହେବ। ଏହି ମଇଦାନରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର 3ଟି ଟି-20 ମ୍ୟାଚ୍ ଖେଳିଛି, ଯାହାର 2ଟି ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ହାରିଯାଇଛି ଏବଂ ଗୋଟିଏ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତିଛି। ଏହି ମଇଦାନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଟି-20 ମ୍ୟାଚ୍ ହୋଇନାହିଁ, ତେଣୁ ପ୍ରଥମ ଥର ପାଇଁ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମଇଦାନରେ କୌଣସି ଟି-20 ମ୍ୟାଚ୍ ହେବାକୁ ଯାଉଛି। ତେବେ ଦ୍ୱିତୀୟ ଟି-20 ମ୍ୟାଚ୍ ଜିତିବା ପରେ ହେଡ୍ କୋଚ୍ ଗୌତମ ଗମ୍ଭୀର ବହୁତ ଖୁସି ଜଣାପଡ଼ୁଥିଲେ। ତାଙ୍କ ପଛର କାରଣ ହେଉଛି ଓଡିଆଇ ସିରିଜରେ ଯେଉଁ ପ୍ରଦର୍ଶନ ହୋଇଥିଲା। ଯଦି ଟି-20 ସିରିଜରେ ମଧ୍ୟ ଖରାପ ପ୍ରଦର୍ଶନ ହୋଇଥାନ୍ତା ତେବେ ବହୁତ ବଡ଼ ବିବାଦ ହୋଇଥାନ୍ତା। ସେହିପରି ଟି-20 ବିଶ୍ୱକପ୍ 2026 ଠିକ୍ ଆଗରେ ଇଶାନ କିଶନଙ୍କର ପ୍ରଥମ ଟି-20 ମ୍ୟାଚ୍ରେ ନହେଲେ ଦ୍ୱିତୀୟ ଟି-20 ମ୍ୟାଚ୍ର ଖତରନାକ କମ୍ବ୍ୟାକ୍ ହୋଇଛି। ସାଇଲେନ୍ସ ଷ୍ଟ୍ରଗଲ୍ କମ୍ବ୍ୟାକ୍, ପକେଟ୍ ସାଇଜ୍ ଡାଇନାମିକ୍ ଫେରି ଆସିଛନ୍ତି ଏବଂ ଇଶାନ କିଶନ ଯେଉଁଭଳି ଚୌକା ଛକା ବସୁଥିଲେ, ନ୍ୟୁଜିଲାଣ୍ଡର ବୋଲରମାନେ ଭାବୁଥିଲେ ଭାଇ ଟିକେ ନିଶ୍ୱାସ ନେବାକୁ ଦିଅ। ଅଭିଷେକ ଶର୍ମା ଡକ୍ ଉପରେ ଆଉଟ୍ ହୋଇଥିଲେ, ଅର୍ଥାତ୍ ଶୂନରେ ଆଉଟ୍ ହୋଇଥିଲେ, କିନ୍ତୁ ଇଶାନ କିଶନ ଅଭିଷେକଙ୍କ ଅଭାବ ପୂରଣ କରିଥିଲେ। ସମସ୍ତ ଦବାବ ଏକ ଓଭରରେ ଶେଷ କରିଥିଲେ। ଜ୍ୟାକ୍ ଫକ୍ସଙ୍କ ଓଭରରେ ଇଶାନ କିଶନ କ'ଣ ଧୂଆଁଧାର ବ୍ୟାଟିଂ କଲେ। ଇଶାନଙ୍କ ଯୋଗୁଁ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଭଲ ସମୟ ମିଳିଗଲା। ସୂର୍ଯ୍ୟକୁମାରଙ୍କ ଫର୍ମ ଫେରିବାର ଇଶାନ କିଶନ ମୁଖ୍ୟ କାରଣ। ସେହିପରି ଜ୍ୟାକ୍ ଫକ୍ସ ମଧ୍ୟ, ଯିଏ 3 ଓଭରରେ 67 ରନ୍ ଦେଇଥିଲେ। ଆମର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାଇ ଜ୍ୟାକ୍ ଫକ୍ସ ତ ହେବାର ଥିଲା, କିନ୍ତୁ ଇଶାନ କିଶନଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବଛାଯାଇଥିଲା, କାରଣ ତାଙ୍କର ଖତରନାକ ବ୍ୟାଟିଂ ଯୋଗୁଁ। ଶିବମ ଦୁବେ ବ୍ୟାଟିଂ ଓ ବୋଲିଂ ଦୁହେଁ କମାଲ କରୁଛନ୍ତି। ବୋଲିଂ ସମୟରେ ଆସନ୍ତି, ଗୋଟିଏ କି 2 ଓଭର କରାନ୍ତି, କିଛି ୱିକେଟ୍ ନିଅନ୍ତି, ପରେ ବ୍ୟାଟିଂରେ ଆସି ଖତରନାକ ସଟ୍ ମାରନ୍ତି ଏବଂ ଦଳକୁ ଜିତାଇ ଚାଲିଯାଆନ୍ତି। ତେବେ ସଞ୍ଜୁ ସାମସନ୍ କଥା ରହିଲା। ତେବେ ସଞ୍ଜୁ ସାମସନ୍ ପ୍ରଥମ ଟି-20ରେ ଚାଲିଲେନି, ଦ୍ୱିତୀୟରେ ମଧ୍ୟ ନାହିଁ। ଅଧିକ ନିରାଶ ହୁଅନ୍ତୁ ନାହିଁ। ସଞ୍ଜୁ ଏପରି ଖେଳାଳି ନୁହନ୍ତି ଯେ ପ୍ରତ୍ୟେକ ମ୍ୟାଚ୍ରେ ଚାଲିବେ। ଯେତେବେଳେ ତାଙ୍କର ବ୍ୟାଟ୍ ଚାଲେ ତେବେ ଏକପାଖିଆ ଜିତ୍, ତେଣୁ କିଛି ଧୈର୍ଯ୍ୟ ରଖିବାକୁ ପଡ଼ିବ। ସଞ୍ଜୁ ସାମସନ୍ଙ୍କୁ ଅନୁରୋଧ ଯେ ଅଧିକ ଧୈର୍ଯ୍ୟ ନ କରାନ୍ତୁ, ନହେଲେ ସିଲେକ୍ଟରମାନଙ୍କ ମନ ବଦଳି ଯାଇପାରେ। ଜଷ୍ଟିସ୍ ଫର୍ ସଞ୍ଜୁ ସାମସନ୍, ଆମେ କରିଚାଲିଛୁ। ମ୍ୟାଚ୍ ଆମେ ଜିତିଲୁ ହିଁ, କିନ୍ତୁ ଆମର ବୋଲିଂ ବହୁତ ଭଲ ନଥିଲା। ସମସ୍ତ ବ୍ୟାଟ୍ରୁ 50+ ସ୍କୋର କରିଛନ୍ତି ଏବଂ ଅର୍ଶଦୀପ ସିଂ 50+ ରନ୍ ଦେଇଛନ୍ତି। 4 ଓଭରରେ 53 ରନ୍। ହର୍ଷିତ ରାଣା ପ୍ରଥମ ଓଭରରେ ମେଡେନ୍ କରିଥିଲେ, କିନ୍ତୁ ଶେଷ 2 ଓଭରରେ 35 ରନ୍ ଦେଇଦେଲେ। ଆମର ବୋଲିଂ ସେହିପରି ନାହିଁ ଏବଂ ବୁମରାଙ୍କୁ ରେଷ୍ଟ ଦେବା ଭଲ ନିଷ୍ପତ୍ତି ଥିଲା, ଯାହାଦ୍ୱାରା ଟି-20 ବିଶ୍ୱକପ୍ 2026 ପାଇଁ ସେ ଫିଟ୍ ରହିବେ। ଓଭରଅଲ୍ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ସଲିଡ୍ ଥିଲା। ନ୍ୟୁଜିଲାଣ୍ଡକୁ ସିରିଜ ଜିତିବାକୁ ହେଲେ ଅଧିକ ଦମ୍ ଦେଖାଇବାକୁ ପଡ଼ିବ। ତେବେ ଏହି ମଇଦାନରେ ପିଚ୍ ରିପୋର୍ଟ ଓ କଣ୍ଡିସନ କହିବାକୁ ଗଲେ, ଏଠାରେ ଏପର୍ଯ୍ୟନ୍ତ ମାତ୍ର 3ଟି ଟି-20 ମ୍ୟାଚ୍ ହୋଇଛି। ପ୍ରତ୍ୟେକ ବ୍ୟାଟିଂ କରିଥିବା ଦଳ ଗୋଟିଏ ମ୍ୟାଚ୍ ଜିତିଛି। ସେହିପରି ଚେସ୍ କରିଥିବା ଦଳକୁ 2ଟି ମ୍ୟାଚ୍ରେ ଜିତ୍ ମିଳିଛି। ଏହି ମଇଦାନରେ ଏଭରେଜ୍ ସ୍କୋର 192 ରନ୍ ଓ ସର୍ବୋଚ୍ଚ ସ୍କୋର 237 ରନ୍ ଏବଂ ସର୍ବନିମ୍ନ ସ୍କୋର 118 ରନ୍। କିଛି ରେକର୍ଡ କହିବାକୁ ଗଲେ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ 10ଟି ଟି-20 ମ୍ୟାଚ୍ରେ ଭାରତ 8ଟି ଜିତିଛି, ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ଜିତିଛି ଏବଂ ଗୋଟିଏ ଟାଏ ହୋଇଛି। ଟି-20 ଫର୍ମାଟର 2 ଦଳ ମଧ୍ୟରେ ବହୁତ ଫରକ ଅଛି। ତେବେ ତୃତୀୟ ଟି-20 ମ୍ୟାଚ୍ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ 11 କିଛି ଏମିତି ରହିବ। ପୁଣି ଆପଣଙ୍କୁ ନଜର ଆସିବେ ସଞ୍ଜୁ ସାମସନ୍ ୱିକେଟ୍ କିପର ଓପନିଂରେ ଓ ଅଭିଷେକ ଶର୍ମା। ସେହିପରି ଫାର୍ଷ୍ଟ ଡାଉନ୍ରେ ଇଶାନ କିଶନ ଆସିବେ। ସେହିଭଳି ଚତୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ କ୍ୟାପ୍ଟେନ୍, ତାପରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ। ହୁଏତ କୁଲଦୀପଙ୍କ ବଦଳରେ ଅକ୍ଷର ପଟେଲ ଆଣିପାରନ୍ତି, କିନ୍ତୁ 2 ସ୍ପିନର ସାଙ୍ଗରେ ରଖିବା ଭଲ। ତେବେ ଯଦି ଆମେ ମ୍ୟାଚ୍ ପ୍ରେଡିକ୍ସନ ବିଷୟରେ କହିବା, ତେବେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଦେଖି ଲାଗୁଛି ତୃତୀୟ ଟି-20 ମଧ୍ୟ ଭାରତ
ଭାରତ ପୁରା ଡମିନେଟ୍ କରିବ, କିନ୍ତୁ ଲଗାତାର 2 ହାରିବା ପରେ ନ୍ୟୁଜିଲାଣ୍ଡ କମ୍ବ୍ୟାକ୍ କରିପାରେ। ତୃତୀୟ ଟି20 ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିବ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ଏହି ତୃତୀୟ ଟି20 ମ୍ୟାଚ୍ଟି କିଏ ଜିତିବ? କମେଣ୍ଟ କରି ନିଶ୍ଚିତ ଜଣାଇବେ। ପୁଣି ଦେଖାବ ଆଉ ଗୋଟିଏ ନୂଆ ଅପଡେଟ୍ରେ। ଜୟ ହିନ୍ଦ, ଜୟ ଭାରତ।